योत्स्यमानानवेक्षेऽहं य एतेऽत्र समागताः धार्तराष्ट्रस्य दुर्बुद्धेयुर्धे प्रियचिकीर्षवः। ଦୁର୍ଯ୍ୟୋଧନର ବୁଦ୍ଧିହୀନ କାରଣରୁ ଏହି ଯୁଦ୍ଧ ହେଇଥିଲା ବନ୍ଧୁଗଣ। ଯଦି ଦୁର୍ଯ୍ୟୋଧନ ଜିଦ୍ କରିନଥିଲେ ଏହି ଯୁଦ୍ଧକୁ ବନ୍ଦ କରାଯାଇ ପାରିଥାନ୍ତା। ଅର୍ଜୁନ ଖୁବ୍ ଭଲ ଭାବରେ ଜାଣୁଥିଲେ ଯେ ତାଙ୍କର ପରମ ଶତ୍ରୁ ଦୁର୍ଯ୍ୟୋଧନ ଅଟେ, କିନ୍ତୁ ସେ ନିଜର ଦୁର୍ବୁଦ୍ଧି ଶତ୍ରୁ ଦୁର୍ଯ୍ୟୋଧନ ପକ୍ଷରୁ କେଉଁ କେଉଁ ଯୋଦ୍ଧାମାନେ ସାଥ ଦେଉଛନ୍ତି ତାକୁ ଜାଣିବାକୁ ଓ ବିଚାର କରିବାକୁ ଚାହୁଁଥିଲେ। ଏଠାରେ ଆମକୁ ଶିକ୍ଷା ମିଳେ ଯେ ଆପଣ ଆପଣଙ୍କ ଶତ୍ରୁକୁ ଚିହ୍ନିବା ଦରକାର, କିନ୍ତୁ ଆପଣଙ୍କ ଶତ୍ରୁର ପକ୍ଷରେ ଆଉ କିଏ କିଏ ଅଛନ୍ତି ଯିଏକି ଆପଣଙ୍କ ଶତ୍ରୁଙ୍କ ସାଙ୍ଗରେ ଛିଡ଼ା ହୋଇଛନ୍ତି ତାହା ଜାଣିବା ବେଶୀ ଦରକାର। ଅର୍ଜୁନଙ୍କୁ ନିଜର ପରାକ୍ରମ ବିଷୟରେ ସନ୍ଦେହ ନଥିଲା ବନ୍ଧୁଗଣ, କିନ୍ତୁ ସେ ଏବେ ନିଜର ଶତ୍ରୁର ପରାକ୍ରମକୁ ଜାଣିବାକୁ ଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ ସେ ଏହି ଯୁଦ୍ଧର ପରିଣାମର ନିର୍ଣ୍ଣୟ ନେଇପାରିବେ। ଶିକ୍ଷା: ଯଦି ଆପଣ ନିଜ ପରାକ୍ରମକୁ ଜାଣିଛନ୍ତି ଏବଂ ଶତ୍ରୁର ପରାକ୍ରମକୁ ମଧ୍ୟ ଜାଣିଛନ୍ତି, ତେବେ ଆପଣଙ୍କୁ ଯୁଦ୍ଧର ଫଳାଫଳକୁ ଭୟ କରିବା ବିଲକୁଲ ଉଚିତ ନୁହେଁ। ଯଦି ଆପଣ ନିଜ ପରାକ୍ରମକୁ ଜାଣିଛନ୍ତି କିମ୍ବା ଶତ୍ରୁର ପରାକ୍ରମକୁ ନାହିଁ, ତେବେ ଆପଣ ପ୍ରତ୍ୟେକ ବିଜୟ ପାଇଁ ପରାଜୟର ମଧ୍ୟ ସମ୍ମୁଖୀନ ହେବେ। If you know your enemy and know yourself, you need not fear the result of 100 battles. If you know yourself but not your enemy, for every victory you will also suffer a defeat. And if you know neither yourself not your enemy, so you will succumb in every battle. Hare Krishna.